ଦ୍ୱାଦଶ ରାଶିଚକ୍ରର ନବମ ରାଶି ଧନୁ ରାଶି। ନୈସର୍ଗିକ ଶୁଭ ଗ୍ରହ ଦେବଗୁରୁ ବୃହସ୍ପତି ଧନୁରାଶିର ଅଧିପତି। 2026 ମସିହାରେ ବୃହସ୍ପତି ମହାଗ୍ରହଙ୍କର ଗୋଚର ଧନୁରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ବୃହସ୍ପତି ମହାଗ୍ରହ 2026 ମସିହାରେ 3ଟି ରାଶିରେ ଗୋଚର କରିବେ। ବର୍ଷ ଆରମ୍ଭରୁ ଜୁନ୍ ମାସ 2 ତାରିଖ ପର୍ଯ୍ୟନ୍ତ ଶୁଭଗ୍ରହ ବୃହସ୍ପତି ଧନୁରାଶିର ସପ୍ତମ ଭାବ ମିଥୁନ ରାଶିରେ ଅବସ୍ଥାନ କରିବେ। ଏହି ସମୟରେ ଅବିବାହିତ ରହିଥିବା ଧନୁରାଶି ଜାତ ପୁଅ ଓ ଝିଅମାନଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯିବାର ପୂର୍ଣ୍ଣ ସମ୍ଭାବନା ରହିଅଛି। ତା ସହିତ ଏହି ସମୟରେ ଧନୁରାଶି ଜାତ ଦମ୍ପତିଙ୍କର ବୈବାହିକ ଜୀବନ ବଡ଼ ପ୍ରୀତିପଦ ରହିବ। ଦମ୍ପତି ଦୂରସ୍ଥାନ ଭ୍ରମଣ ପାଇଁ ଯାତ୍ରା କରିବେ। ବ୍ୟବସାୟ କ୍ଷେତ୍ରରେ ରହିଥିବା ଧନୁରାଶି ଜାତ ବ୍ୟକ୍ତି ବ୍ୟବସାୟରୁ ପ୍ରଚୁର ଧନ ଉପାର୍ଜନ କରିବେ। ବାଣିଜ୍ୟ ବ୍ୟବସାୟର ବିସ୍ତାର ଘଟିବ। ଯୌଥ ବ୍ୟବସାୟ ବା ପାର୍ଟନରସିପ୍ରେ ବିଜନେସ୍ କରୁଥିଲେ ବିଜନେସ୍ଟି ବହୁତ ଭଲ ଫଳ ପ୍ରଦାନ କରିବ। ଆର୍ଥିକ ସଂସ୍ଥାମାନଙ୍କରେ ଅର୍ଥ ନିବେଶ କରିବେ। ପୂର୍ବରୁ ବିଭିନ୍ନ ଫାଇନାନ୍ସିଆଲ ସେକ୍ଟର ତଥା ଅର୍ଥନୈତିକ କ୍ଷେତ୍ରରେ ପୁଞ୍ଜି ନିବେଶ କରୁଥିଲେ ସେହିସବୁ ପୁଞ୍ଜି ନିବେଶରୁ ବେଶ୍ ଭଲ ରିଟର୍ଣ୍ଣ ମିଳିପାରିବ। ଧନୁରାଶି ଜାତ ବ୍ୟକ୍ତି ବଡ଼ ମିତ୍ରପ୍ରିୟ ହେବେ ତଥା ସାଙ୍ଗମାନଙ୍କ ସାଙ୍ଗରେ ସମୟ ବିତାଇବାକୁ ଭଲ ପାଇବେ। ଜୁନ୍ ମାସ 2 ତାରିଖ ପରଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ ଧନୁରାଶି ଅଧିପତି ବୃହସ୍ପତି ନିଜ ଉଚ୍ଚ ରାଶି କର୍କଟ ରାଶିରେ ଅବସ୍ଥାନ କରିବେ। ଏହି ସମୟରେ ଧନୁରାଶି ଜାତ ବ୍ୟକ୍ତି ଅଚାନକ ଭାବରେ ବିପୁଳ ଧନ ପ୍ରାପ୍ତ କରିବେ। ହୁଏତ କିଛି ଗୁପ୍ତ ସମ୍ପତ୍ତି ମଧ୍ୟ ହସ୍ତଗତ ହୋଇପାରେ। ପାରିବାରିକ ସୁଖ ସମୃଦ୍ଧି ବଢ଼ିବ। ଘରେ ଧାର୍ମିକ ଅନୁଷ୍ଠାନ କରିବେ। ଆପଣଙ୍କର ସୁନ୍ଦର ଓ ନ୍ୟାୟପୂର୍ଣ୍ଣ କଥା ସମସ୍ତଙ୍କ ମନକୁ ପାଇବ। ଅକ୍ଟୋବର ମାସ 31 ତାରିଖ ପରେ ବୃହସ୍ପତି ସିଂହ ରାଶିରେ ପ୍ରବେଶ କରିବେ। ଏହି ସମୟରେ ଧନୁରାଶି ଜାତ ବ୍ୟକ୍ତିଙ୍କ ପାଇଁ ଏହି ସମୟ ଭାଗ୍ୟ ଉଦୟର ସମୟ ରହିବ। ପୂର୍ବରୁ ହୋଇପାରିନଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ଦମ୍ପତି ପୁତ୍ର ସନ୍ତାନ ଲାଭ କରିବାର ଆଶା ଅଧିକ। ବିଭିନ୍ନ କ୍ଷେତ୍ରରୁ ଓ ବିଭିନ୍ନ ଉପାୟରୁ ଧନ ଉପାର୍ଜନ ହେବ। ଧର୍ମକର୍ମ ପ୍ରତି ଆଗ୍ରହ ବଢ଼ିବ। ଆଧ୍ୟାତ୍ମିକ ଜଗତ ପ୍ରତି ଆକୃଷ୍ଟ ହେବେ। ଦେବଦର୍ଶନ ଓ ତୀର୍ଥ ଭ୍ରମଣ ପାଇଁ ଯିବେ। ବିଷ୍ଣୁ ଭକ୍ତ ହେବେ। ଚାକିରି ବୃତ୍ତିରେ ଶୃଙ୍ଖଳା ଆସିବ। ପିତାଙ୍କ ଆଶୀର୍ବାଦରୁ ସମାଜରେ ପ୍ରତିଷ୍ଠା ଲାଭ କରିବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।